ସମସ୍ତଙ୍କୁ ସ୍ୱାଗତ। ଆଜିର ବିଷୟ ହେଉଛି ମୋର ନିଜସ୍ୱ ଲିଖିତ ସମ୍ପର୍କକୁ ନେଇ ଏକ କବିତା। କବିତାର ଶୀର୍ଷକ ହେଉଛି ସମ୍ପର୍କ। ମଧୁର ମଧୁର କଥାରେ ସମ୍ପର୍କ ଗଢ଼ିଦେଲେ ତାହା ସମ୍ପର୍କ ହୋଇଯାଏ ନାହିଁ। ତାହା ଭିତରେ ମଧୁରତାର ସ୍ନେହ ଶ୍ରଦ୍ଧା ଭଲ ପାଇବା କେତେ ଅଛି, ତାହା ହିଁ ସମ୍ପର୍କକୁ ମଜବୁତ କରିଥାଏ। ସନ୍ଦେହ କୂଟ କପଟ ଛଳନାର ବାସ୍ନା ନଥାଏ କେବେ ପ୍ରକୃତ ସମ୍ପର୍କରେ। ପର ହେଉ କି ଆପଣାର, ସମସ୍ତଙ୍କ ଭିତରେ ସ୍ନେହ ଶ୍ରଦ୍ଧା ଭଲ ପାଇବାର ମହକ ସର୍ବଦା ମହକୁଥାଏ। ଉପରେ ଦେଖାଯାଉଥିବା ସୁନ୍ଦର ଚେହେରା କ୍ଷଣିକ ମାତ୍ର, ଚିରସ୍ଥାୟୀ ନୁହେଁ କେବେ। ପ୍ରକୃତିର ଜାତ ପ୍ରକୃତି ଜାଣିପାରିବା, ତା ଭିତରେ ଅଛି ପ୍ରକୃତ ସୁନ୍ଦରତା କେତେ। ଯେଉଁ ସମ୍ପର୍କରେ ମନ ହୃଦୟରେ ଥିବା ଅକୁହା ବେଦନାର ସ୍ୱର ସହ ଜରୁରୀ ଆବଶ୍ୟକ ଥିବା କଥାକୁ ବୁଝିବାକୁ ପଡ଼େ, ନୁହେଁ ତାହା ପ୍ରକୃତ ସମ୍ପର୍କର ମୂଲ୍ୟ ମହତ୍ତ୍ୱ। କହିବା ଆଗରୁ ଅନ୍ୟର ମନ ହୃଦୟର ଅକୁହା ଦୁଃଖ ଯନ୍ତ୍ରଣାର ସ୍ୱରକୁ ଯିଏ ବୁଝିବାର ପ୍ରୟାସ କରିଥାଏ, ସେହି ପ୍ରକୃତ ସମ୍ପର୍କକୁ ଲିଭେଇବାରେ ଦିଏ ଗୁରୁତ୍ୱ। ପ୍ରଥମେ ଭଲ ବ୍ୟକ୍ତିଟିଏ ହେବା ନିମନ୍ତେ ଆମେ ସର୍ବଦା ପ୍ରୟାସ କରିବା ପ୍ରକୃତ ସମ୍ପର୍କରେ ଥିବା ବ୍ୟକ୍ତିର ସୁବିଧା ସହ ଅନେକ କିଛି ନ କହିଲେ ବି ଆମେ ଆପେ ଆପେ ଅତି ସହଜରେ ଜାଣିପାରିବା। ଉତ୍ତମ ଚିନ୍ତା ଭାବ ନେଇ ପବିତ୍ର ମନ ହୃଦୟ ଦ୍ୱାରା ଗଢ଼ି ଉଠିଥିବା ସମ୍ପର୍କ କେବେ ଭାଙ୍ଗି ନଥାଏ। ଯେଉଁ ବ୍ୟକ୍ତିର ମନ ହୃଦୟ ପବିତ୍ର ହୋଇନଥାଏ କି ଭଲ ବ୍ୟକ୍ତି ହୋଇନଥାଏ, ସେ ପ୍ରକୃତ ସମ୍ପର୍କକୁ ଲିଭେଇବାର ଯୋଗ୍ୟ ନଥାଏ। ପ୍ରକୃତ ସମ୍ପର୍କରେ ନଥାଏ କେବେ ଛୋଟ ବଡ଼ ଭେଦଭାବର ବିଚାର। ମନ ହୃଦୟ ନିର୍ମଳ ଥିଲେ ସେହି ସମ୍ପର୍କ ଲାଗିଥାଏ ଅତି ସୁନ୍ଦର। ନିଃସ୍ୱାର୍ଥ ସ୍ନେହ ଶ୍ରଦ୍ଧା ପ୍ରେମ ପସରା ପ୍ରକୃତ ସମ୍ପର୍କରେ ଭର୍ତ୍ତି ହୋଇଥାଏ। ସୁଖ ଦୁଃଖର ସାଥୀ ହୋଇ ସେହି ସମ୍ପର୍କଟି ଚିରକାଳ ରହିଯାଏ। ଭାଙ୍ଗିବା ଉଦ୍ଦେଶ୍ୟ ନେଇ ସମ୍ପର୍କ ଗଢ଼ିବା ନୁହେଁ, ସମ୍ପର୍କକୁ ଲିଭେଇବାରେ ସର୍ବଦା ପ୍ରୟାସ କରିବା। ସମ୍ପର୍କ ହିଁ ତ ଏକତାର ବଳ। ମିଳିମିଶି ରହିବାର ସୁଖ ଦୁଃଖ ସାଥୀ ହୋଇ ସବୁବେଳେ ରହିବା। ଧନ୍ୟବାଦ।